ଶରଧା ବାଲିରେ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୂଢ଼ ମହାପ୍ରଭୁ। ଆଜି ରଥ ଉପରେ ମଙ୍ଗଳ ଆଳତି ଅବକାଶ ବେଶ ଶେଷ ହେବା ପରେ ସକାଳ 9:20ରୁ ରଥଟଣା ଆରମ୍ଭ ହୋଇଥିଲା। ମରିଚିକୋଟ ଛକରୁ ପ୍ରଥମେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ହୋଇ ଶରଧା ବାଲିକୁ ଆସିଥିଲା। ଶେଷରେ ସିଂହଦ୍ୱାର ନିକଟରେ ଅଟକିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଆଣିଥିଲେ ଭକ୍ତ। ଅପରାହ୍ନ 2:35ରେ ରଥଟଣା ଶେଷ ହୋଇଥିଲା। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିବା ପରେ ତିନି ରଥକୁ କର୍ଡନ କରି ରଖାଯାଇଛି। ଆଜି ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯିବ। କାଲି ମଧ୍ୟ ଚାହିଁଥିଲେ ମଧ୍ୟ ତିନି ରଥ ଲାଗିପାରିଥାନ୍ତା, କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରେ ଭକ୍ତମାନଙ୍କର ଯେଉଁ ଆବିର୍ଭାବ ଆଜି ମଧ୍ୟ ବହୁତ ଭକ୍ତ ଆସୁଛନ୍ତି। କାହିଁକିନା 2 ଦିନ ଯେଉଁ ରାଜ୍ୟ ସରକାର ଡିକ୍ଲେୟାର କରିଥିଲେ, ସେଥିପାଇଁ ଆଜି ବହୁତ ଭକ୍ତ ମଧ୍ୟ ଆସୁଛନ୍ତି। ସେଥିପାଇଁ ଜଗନ୍ନାଥ ମହାପ୍ରଭୁ ଆଜି ନିଜେ ରହିଗଲେ, ମନ୍ଦିର ପାଖରେ ରହିଲେ, ଯେମିତି ଲୋକମାନଙ୍କୁ ଅସୁବିଧା ହେବନି। ସେ ଯେଉଁ ଠିକ୍ ସମୟରେ ଆଜି ତିନି ରଥ ମଧ୍ୟ ଲାଗିଗଲା। ଜଗନ୍ନାଥ ମହାପ୍ରଭୁ କାଲି ହେଉଛି ଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ଅଛି। ଗୁଣ୍ଡିଚା ମନ୍ଦିର ଭିତରକୁ ଯିବେ। ଆଉ ଭକ୍ତ ମଧ୍ୟ ଉତ୍କଣ୍ଠାର ସହିତ ଅଛନ୍ତି। ଜଗନ୍ନାଥ ମହାପ୍ରଭୁ ଭକ୍ତକୁ ଦର୍ଶନ ଦେବା ପାଇଁ ଭକ୍ତ ଆଉ ଜଗନ୍ନାଥ ମହାପ୍ରଭୁଙ୍କ ମିଳନ ଏଇଠାରେ ହେଇଛି ଗୁଣ୍ଡିଚା ମନ୍ଦିରରେ। କାଲି ଭକ୍ତ ମଧ୍ୟ ସୁରୁଖୁରୁରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଆଉ ଏହା ମଧ୍ୟ ଅଛି, ଆଗକୁ ମଧ୍ୟ ସମସ୍ତ କାର୍ଯ୍ୟ ସଫଳ ହେବ। ଏହା ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ। ଜୟ ଜଗନ୍ନାଥ। ଶ୍ରୀଗୁଣ୍ଡିଚା ଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ମହାପ୍ରଭୁ ନୀଳାଦ୍ରି କନ୍ଦରରୁ ବାହାରି ମହାପ୍ରଭୁ ଆଡ଼ପ ମଣ୍ଡପରେ ଅନ୍ତର୍ବେଦୀ ମହୋତ୍ସବ କରିବା ପାଇଁ ଆସିବା ପାଇଁ ଯେଉଁ ଯାତ୍ରା, ତାହା ହିଁ ଶ୍ରୀଗୁଣ୍ଡିଚା ଯାତ୍ରା। ଯାତାୟତର ଦ୍ୱୟର ମଧ୍ୟରେ ସପ୍ତାହେ ମଣ୍ଡପେ ସ୍ଥିତମ। ଯିବା ଆସିବା 2 ଦିନ, ରହିବେ 7 ଦିନ, ବାହୁଡ଼ି ଯିବେ ବାହୁଡ଼ା 10 ଦିନ। ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିବା ପରେ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ, ଅତିରିକ୍ତ ଡିଜି ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଥିଲେ। ରଥ ଚାରିପଟେ ଦୀପ ନ ଜାଳିବାକୁ ଡିଜିପି ଅନୁରୋଧ କରିଛନ୍ତି। ସେହିପରି ରଥ ଉପରକୁ ଭକ୍ତ ନଡ଼ିଆ ବା ଅନ୍ୟ କୌଣସି ପଦାର୍ଥ ନ ଫିଙ୍ଗିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ଆଡ଼ପ ପହଣ୍ଡି ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆଜି ଗୁଣ୍ଡିଚାର ଦ୍ୱିତୀୟ ଦିନରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। 1971 ପରେ ପ୍ରଭୁଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ ଓ ଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡ଼ିଥିବାରୁ ପୋଲିସ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଗତକାଲି ବଡ଼ଦାଣ୍ଡ ଅଘଟଣକୁ ଦଳଚକଟା ନୁହେଁ, ଅତ୍ୟଧିକ ଭିଡ଼ ଯୋଗୁଁ ଅଣନିଶ୍ୱାସୀ ହୋଇ ଏପରି ପରିସ୍ଥିତି ଉପୁଜିଥିବା କହିଛି ପୋଲିସ। पर्याप्त सिक्यूरीटी व्यवस्था होती एवं भक्त मान मोर अनुरोध जे से श्रृंखलित हिसाब से दर्शन करंतु, रथ उपर को नड़िया फोपाड़तुनि एवं एमती किसी वस्तु फोपाड़तुनि जो द्वारा अन्य मैंने आहत हेबे। एवं रथ चारिपटे आम कॉरिडोर करूँ, से श्रृंखलित हिसाब से दर्शन करेंगे। आमर पर्याप्त पुलिस मुतयन अच्छी। या व्यतीत आनुषंगिक सुरक्षा व्यवस्था आमर बड़दाण्डे रथ बेलू दीप जालिबार लोकंर गोटे मानसिकता थाए एवं दीप जाले बहुत लोग आहत होती। तेणु आम रेगुलेट करूँ, मना भी करूँ। आम आशा करूँ भक्त मैंने शुणिबे। काहीं केते धुरु भक्त आसीचंती धाई, श्रीक्षेत्र रथ यात्रा देखिबार पाई। रथरे बामन मूर्ति दर्शन करिले, जन्म जन्मांतर पाप क्षय जाए। गुंडिचा मंदिर आगरे महाप्रभुଙ୍କ दर्शन करुछंती भक्त। आसंताकाली संध्या धूप पर आड़प पहंडी हेब। गुरुवार आड़प दर्शन सह आड़प अभड़ा पाई कृतार्थ हेबे भक्त। पुरीरू वीडियोग्राफर प्रदीप प्रधान सह शैलेन्द्र आचार्य रिपोर्ट, कलिंग टीवी।